ତ ଆଜି ବହୁତ ଦିନ ପରେ ଖରା ବାହାରିଛି, ବର୍ଷା ଲାଗିକି ରହିଥିଲା। ତ ଏମିତିରେ ତ ଖରା ବାହାରୁ ନଥିଲା, ତ ଆଜି ବହୁତ ଦିନ ପରେ ଖରା ବାହାରିଛି। ଆଉ ସକାଳୁ ସକାଳୁ ଖରା ରହିବାଟା ଭଲ, ଭିଟାମିନ୍ ଡି ମିଳିବ। ମାନେ କହୁଛ କି ନାଇଁ ମୋତେ ଟିକେ କହିବ ତ। ମୁଁ ଭାବୁଛି କିଛି ସିନେମାଟିକ୍ ସର୍ଟସ୍ ନେବି ବୋଲି, ଯେ କେଉଁ ପ୍ରକାର ନେବି ମୁଁ ଜାଣୁନାହିଁ। ତ ଛାତ ଆମର ଦେଖନ୍ତୁ ନା, ପୁରା କାମ ସରିନାହିଁ, ଏବେ ସରିବ ବି ନାହିଁ। ଦେଖିକି ରଖିଦେବି, ନହେଲେ ଏଇଟା ପଡ଼ିଗଲେ ଗଲାର। ବାପା ମୋର ଗୋଟେ ବୋଲି ମୋବାଇଲ୍ ଅଛି। ଆରେ ନ ପଡ଼ିଯା, ନ ପଡ଼େ ଗଲେ ଗଲି ଆଉ, ଗଲାରେ ଭାଇ ପଡ଼ିଲେ କି। ଆରେ ଭାଇ ନାଇଁ ନାହିଁ, ପଡ଼ ହେଲାଣି। ଓକେ ତ ଦେଖ, କିଛି ତ କହିବାର ନାହିଁ, ତ ସବୁଦିନ ଭିଡ଼ିଓ ବନେଇବି ବୋଲି ମୁଁ ପଳେଇ ଆସିଲି। ଆଉ ଦେଖ, ତମେ ଗୋଟେ ମୋର ଡିଫରେନ୍ସ ଦେଖିବ। ମାନେ ଦେଖ, ମୁଁ ଏମିତି ଫ୍ରଣ୍ଟ କ୍ୟାମେରାରେ ଭିଡ଼ିଓ ବନେଇଲେ ଅଲଗା ପ୍ରକାର ଦେଖାଯାଉଛି, ଆଉ ବ୍ୟାକ୍ କ୍ୟାମେରାରେ ଭିଡ଼ିଓ ବନେଇଲେ ଅଲଗା ପ୍ରକାର ଦେଖାଯାଉଛି। ଦେଖ, ତ ଏଇଟା ବ୍ୟାକ୍ କ୍ୟାମେରାର ଭିଡ଼ିଓ ଚାଲିଛି ହେଲା। ତ ଦେଖିକି କୁହ, ଫ୍ରଣ୍ଟ କ୍ୟାମେରା ଭଲ ଲାଗୁଛି ନା ବ୍ୟାକ୍ କ୍ୟାମେରାର? ମୋତେ ତ ଫ୍ରଣ୍ଟ କ୍ୟାମେରାର ଭଲ ଲାଗୁଛି, ବ୍ୟାକ୍ କ୍ୟାମେରା ଗୋଟେ ଅଲଗା ପ୍ରକାର ଦେଖାଯାଉଛି। ମୁଁ ତ ଆଉ କ'ଣ, କିଛି ନାହିଁ। ତ ମୁଁ ଫ୍ରଣ୍ଟ କ୍ୟାମେରା ବନେଇବି, ମୋତେ ଭଲ ଲାଗୁଛି ଫ୍ରଣ୍ଟ କ୍ୟାମେରା। ବ୍ୟାକ୍ କ୍ୟାମେରା ମୋତେ ଭଲ ଲାଗୁନାହିଁ, କିନ୍ତୁ ଗୋଟେ ଅଲଗା ପ୍ରକାର ପିଲା ଭଳିଆ ଦେଖାଯାଉଛି। ମାନେ ରିଅଲ୍ ଲାଇଫ୍ରେ ମୁଁ ଯେମିତି ଫ୍ରଣ୍ଟ କ୍ୟାମେରା ଯେମିତି ଦେଖାଯାଉଛି, ରିଅଲ୍ ଲାଇଫ୍ରେ ସେମିତି ଦେଖାଯାଉଛି। କିନ୍ତୁ ବ୍ୟାକ୍ କ୍ୟାମେରା ଯେମିତି ଦେଖାଯାଉଛି, ଗୋଟେ ଏଇଟା କିଏ ମାନେ ଚିହ୍ନିବ ନାହିଁ ସେମିତି। ଏଇଟା ହେଲା ବ୍ୟାକ୍ କ୍ୟାମେରା ଭିୟୁ, ମୋର ଚେହେରା। ଏଇଟା ହେଲା ମୋର ଫ୍ରଣ୍ଟ କ୍ୟାମେରାର ଚେହେରା। ତ ଦେଖୁଛ କେତେ ଡିଫରେନ୍ସ। ଏତେ ଦିନ ପରେ ଖରା ବାହାରିଲା, ପାଗ ପୁରା କ୍ଲିୟର ଅଛି। ଦେଖୁଛ, ତୋର ଦୁଇଟା ଫଟୋ ଉଠେଇବି ଭାବୁଛି, ଯେ ଭାବିଲେ କ'ଣ ହବ, ଫଟୋ ଉଠେଇବି। ରୁହ ଦେଖ, ସାଇଜର କଳା ହେଇକି ଆସୁଛି ନା କ'ଣ? ମୁଁ ତ ଟିକେ ଦୂରରେ ରହୁଛି, ମୋତେ ଜଣା ପଡ଼ୁନା। ଇଆଡ଼େ ହେଲା ଆଉ ବେଶୀ ନାହିଁ। ହେଇ ଏବେ କଥା ନାହିଁ ଯେ ହଠାତ୍ କିଏ ଦେଖିବ। ଆମର ଓଡ଼ିଶାରେ ବହୁତ ଲୋକ କରୁନାହାନ୍ତି ନା, ବାହାରେ କରିଥାଉଛନ୍ତି। ତ ବାହାରେ ତ ମାନେ ବାହାରେ ବୋଲେ ବାହାରେ ନହେଲେ ଅଲଗା ଷ୍ଟେଟ୍, ଯେ ଅଲଗା ଷ୍ଟେଟ୍ରେ ତ ଭଲ ଚାଲିଛି ହେଲା, ଏ ବ୍ଲଗିଂ ଇଏ ଯାକ କରୁଛନ୍ତି। ତ ତାଙ୍କୁ କରିବାକୁ ବି ଦେଉଛନ୍ତି, ତାଙ୍କେ ଜାଣିଛନ୍ତି। ଆମର କ'ଣ ଏଇଟା ଗାଁ ଗହଳି,
ଓଡ଼ିଶାରେ ବହୁତ କମ୍ ହିଁ କରନ୍ତି, ଆଉ କମ୍ ଲୋକ କରିଛନ୍ତି, ମାନେ ବେଶୀ କରିନାହାନ୍ତି ଆଉ ମୁଁ ଯେତିକି ଦେଖିବାରେ। ଆଉ ଆମର ଏଇଠି ଗାଁରେ ଦାରିଙ୍ଗବାଡ଼ିରେ, ହଁ ତ ମୁଁ ଓଡ଼ିଶାର କାଶ୍ମୀରରେ ରହୁଛି ହେଲା, ଆଉ ପରେ କି ପଚାରିବ ନାହିଁ ଯେ କେଉଁଠି ରହୁଛୁ ବୋଲି। ତ ଏଇଠି ନା ବହୁତ କମ୍ ହିଁ ବନାନ୍ତି। ଗୋଟେ ଭାଇ ଅଛନ୍ତି ନା, ତାଙ୍କେ ଭିଡ଼ିଓ ବନାଉଥିଲେ କିନ୍ତୁ ଏବେ ବନ୍ଦ କରିଦେଇଛନ୍ତି, କାହିଁକିନା ତାଙ୍କ ଟାଇମ୍ ହେଉନାହିଁ ନା କ'ଣ ହେଉନାହିଁ ମୁଁ ଜାଣିନାହିଁ ସେଇଟା, କିନ୍ତୁ ତାଙ୍କେ ବି ଭଲ ଭିଡ଼ିଓ ବନାଉଥିଲେ, ରାଇଡ଼ର୍ ତାଙ୍କେ। ଆଉ ଗୋଟେ ଦୁଇଟା ଅଛନ୍ତି ଯେଉଁକି କାଁ ଭାଁ କେତେବେଳେ କେମିତି କେଉଁ ଭଲ ଦିନରେ ବନାଉଛନ୍ତି। ମୁଁ ଭାବୁଛି ସବୁଦିନ ବନେଇବି। ଆଉ ଦେଖ ଏବେ ମାନେ ଏଇ ବର୍ଷ ସରିବା ପାଇଁ, 2024 ସରିବା ପାଇଁ ଆଉ 150 ଦିନ ମାତ୍ର ଅଛି। ମୁଁ କାଲକୁଲେଟ୍ କରୁଥିଲି 150 ଦିନ ମାତ୍ର, ହଁ ଗୋଟେ ଦିନ ଏପଟ ସେପଟ ଟିକେ ହେଇପାରେ, କିନ୍ତୁ 150 ଦିନ ଅଛି ହେଲା। ତ ମୁଁ ଭାବୁଥିଲି 150 ଦିନରେ 150ଟା ଭିଡ଼ିଓ ପକେଇଦେବି। ସେଟା ଭଲ ହଉ କି ଖରାପ ହଉ ବୋଲି ପକେଇଦେବି 150ଟା। ଏବେ ତ ଜଣେ ଜଣେ ବନଉଛି, ଧୀରେ ଧୀରେ ମାନେ ଧୀରେ ଧୀରେ କ'ଣ ଲୋକମାନଙ୍କ ପାଖକୁ ଯାଇକିରି ଭିଡ଼ିଓ ବନେଇଲେ କିରି ନାହିଁ, ଗୋଟେ ଡର ତ ଲାଗୁନାହିଁ, ଟିକେ ଲାଜ ବି ଲାଗୁନାହିଁ। ଲାଜ କି ଲାଜ ମନ କଲା ଯେ ଲାଜ ଲାଗିବ ଯେ ସେମିତି ନାହିଁ, କିନ୍ତୁ ଅଭ୍ୟାସ ନାହିଁ ନା, ଆଗରୁ କିଏ ଦେଖିନାହାନ୍ତି ତ ଟିକେ ଅଜବ ଲାଗିବ ଏଇଟା ନୂଆ ନୂଆରେ କଲାବେଳେ। ସେଥିପାଇଁ ମୁଁ ଭିଡ଼ିଓ ଟିକେ ବନେଇବା ପାଇଁ ଏତା ହେଉଛି, ନହେଲେ କିଛି ନାହିଁ। ତ ଡେଲି ଭିଡ଼ିଓ ବି ଆସିବ। ଓକେ, ଚୁଟି ବେଶୀ ଭୁଲିଲା, କେବେ ହେଲେ ଗୋଟେ ଯାଇକି କାଟିଦେବି।